बोलिबा पर्यंत से दर्शन देखिछंती किंतु मु तार बियॉन्ड तार आगो को भी देखिछि बांधिबाटा कोड मारी तो देबे मु ता ପାଇଁ ବି ରେଡି ଅଛି ୱେଲ୍ ପ୍ରିପେୟାର୍ଡ ଜୀବନ ଶେଷ କରିବା ପାଇଁ ପ୍ରିପାରେସନ ନଥିଲେ କୋଟା ପାଇଁ ପ୍ରିପେୟାର ହେଉଛନ୍ତି ଆମର ଶେଷ କେମିତି ଥାଉ ଦିନେ ମରିବ ଆଜ୍ଞା କିନ୍ତୁ ପବିତ୍ର ହେଇକି ପବିତ୍ର ଥାଇକି ମରିବା ପବିତ୍ରତାରେ ଯାଉ ଆମର ଶରୀର କବର ଭିତରକୁ ଈଶ୍ୱରଙ୍କର ଦୂତ ମାନେ ତଳି ଧରିଲା ପରି ଯାଉ କବର ଭିତରକୁ ମଶାଙ୍କର ମୃତ୍ୟୁ ପରେ ଈଶ୍ୱର ତାଙ୍କର ଶରୀରକୁ ବି ଶବକୁ ବି ଲୁଚାଇ ଦେଲେ ବୋଲି ଲେଖା ଅଛି କେହି ବି ଜାଣିନାହାନ୍ତି କି ମଶାଙ୍କର କବର କୋଉଠି କିନ୍ତୁ ପରେ ଆମେ ଜିହୁଦାଙ୍କ ପତ୍ରରେ ଦେଖୁ କି ମଶାଙ୍କର ଶରୀର ଦାବି କରିବାକୁ ଶୈତାନ ଆସିଲାରୁ ମିଖାଏଲ ଦୂତ ଗାଳି କରୁଛନ୍ତି ଆ ଶୈତାନକୁ ପରମେଶ୍ୱର ତୋତେ ଅନୁଯୋଗ କରନ୍ତୁ ଧମକାନ୍ତୁ ଶୈତାନ ଯା ତୁ ମଶାଙ୍କର ଶରୀର ଛୁଇଁବାକୁ ତୋର ଅଧିକାର କିଛି ନାହିଁ ତାର ଅର୍ଥ କଣ ମଶାଙ୍କର ଶରୀରକୁ ସେକ୍ୟୁର କରିବା ପାଇଁ ମଧ୍ୟ ଦୂତ ମାନଙ୍କୁ ଯୋଗାଳି କରିକି ରଖିଛନ୍ତି ପରମେଶ୍ୱର ମାନେ ବୁଝନ୍ତୁ how God cares not only for our spirit and soul but also for our body କେବଳ ଆତ୍ମା ହିଁ ନୁହେଁ ଶରୀର ବି ରକ୍ଷିତ ହେଉ ବୋଲି ପରା ପ୍ରାର୍ଥନା ଆମର ପ୍ରଥମ ଥେସଲୋନିକୀୟ 5:23 ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା ପ୍ରାଣ ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ ଆତ୍ମା ପ୍ରାଣ ଶରୀର ସମ୍ପୂର୍ଣ୍ଣ ଭାବରେ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ ଶାନ୍ତିଦାତା ଈଶ୍ୱର ସେମିତି କରନ୍ତୁ ବୋଲି ପ୍ରାର୍ଥନା ପାଉଲଙ୍କର ଏମିତି ଥାଉ ଆତ୍ମା ବି ସେକ୍ୟୁର ହେଉ ପ୍ରାଣ ବି ସେକ୍ୟୁର ହେଉ ଶରୀର ବି ସେକ୍ୟୁର ହେଉ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ପବିତ୍ରତାରେ ରକ୍ଷିତ ବ୍ଲେମଲେସ୍ ହୋଲି and preserved ଶେଷ ପର୍ଯ୍ୟନ୍ତ ନାଇଁ ପରମେଶ୍ୱର ଶରୀର ଦରକାର ନାହିଁ ଶରୀର ତ ଜୀବନ ସ୍ୱରୂପକୁ ଆତ୍ମା ଖାଲି ପ୍ରଭୁ ଆତ୍ମାରେ ପବିତ୍ର ଥିଲା ହେଇଗଲା ବୋଲି ଡାୟଲଗ ଯୋଉଟା ଥିଲା ନାଇଁ କି ଆମର ସାନ ବେଳଠୁ ଶୁଣି ଆସୁଛୁ ପୁରୁଣା କ୍ୟାସେଟର ଡାୟଲଗ ସବୁ ଶରୀର ସରି ଆତ୍ମା କେମିତି ମଇଳା ହୁଏ ଶରୀରର କର୍ମ ଯୋଗୁ ମଇଳା ହୁଏ ନହେଲେ ଆତ୍ମା କଣ ପାପ କରିଛି ଆତ୍ମା କଣ ପାପ କରିଛି ଆଜ୍ଞା ମନୁଷ୍ୟ ଶରୀରର କର୍ମ ଲାଗି ଆତ୍ମାକୁ ଦୋଷୀ କରିକି ଠିଆ କରୁଛି ପରା ଶରୀରର କର୍ମ ଲାଗି ଆତ୍ମା ଦଣ୍ଡ ପାଇବ ପରା ଶରୀରର କର୍ମ ଶାରୀରିକ କର୍ମ ଯେପର୍ଯ୍ୟନ୍ତ ମୃତ ହେବ ନାହିଁ ମାରିଦେବୁ ନାହିଁ ସେ ପର୍ଯ୍ୟନ୍ତ ଆତ୍ମା ଜୀବିତ ହେବନି ବୋଲି ଜାଣିନାହାନ୍ତି ରୋମିଓ କେତେ 8:13 ଠିକ ରେ ବାକ୍ୟ ଶୁଣିଲେ ନାଇଁ ଆଜ୍ଞା ଚାରିଟା ଆଶୀର୍ବାଦର ପଦ ପର୍ବ ଛଡା ଆଉ କୋଉ ବାକ୍ୟ ଠିକ ରେ ଶୁଣି ନାହାନ୍ତି କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନ ଯାପନ କର ତେବେ ଅବଶ୍ୟ ମରିବ କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମ ସବୁକୁ ବିନାଶ କର ତେବେ ଜୀବିତ ହେବ ତେବେ ଜୀବିତ ହେବ ବସ୍ କଣ ପୁଣି ଶାରୀରିକ ଭାବ ଅନୁସାରେ ଯଦି ଜୀବନ ଯାପନ କରିବ ତେବେ ମରିବ କିଏ ମରିବ ଆତ୍ମା ମରିବ ଆଜ୍ଞା କାହାର ଲାଗି ଶାରୀରିକ ଜୀବନ ଯାପନ ଲାଗି ଆତ୍ମାର ମରଣ କୋଉ ମରଣ ବୋଲି କହିଲୁ ଅନନ୍ତ ମୃତ୍ୟୁ ଆଜ୍ଞା
ଆତ୍ମା ଯେଉଁ ମରଣ ପାଇବ ତାହା ଅନନ୍ତ ମୃତ୍ୟୁ, ପାତାଳ ନରକ, ଦ୍ୱିତୀୟ ମୃତ୍ୟୁ। କାହାରି ଲାଗି? ଶରୀର ଲାଗି। ଏଥିପାଇଁ ମନ ପରିବର୍ତ୍ତନ କରି ଶାରୀରିକ କର୍ମକୁ ପବିତ୍ର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ବିନାଶ କଲେ ତୁମେ ମାନେ ଜୀବିତ ରହିବ। ଓ ଜୀବନ ତାହା ଅନନ୍ତ ଜୀବନ। ଏମିତି କେବେ ଭାବନ୍ତୁ ନାହିଁ କି ଶରୀର ଦ୍ୱାରା ଯାହା କରିଲେ ବି ଚଳିବ। ପ୍ରଭୁଙ୍କୁ ପରା ଆତ୍ମା ଦରକାର। ସତ କଥା, ପ୍ରଭୁଙ୍କୁ ଆତ୍ମା ହିଁ ଦରକାର। କିନ୍ତୁ ଆତ୍ମା ପ୍ରଭୁଙ୍କ ପାଖକୁ ଯିବ ନା ନରକକୁ ଯିବ, ଏଇଟା ତୁମର ଶରୀରର କର୍ମ ଉପରେ ଡିପେଣ୍ଡ କରେ। ଶରୀର ବି ପବିତ୍ର ଥାଉ, ଆତ୍ମା ବି ପବିତ୍ର ଥାଉ। ସେଇଟା ପାଉଲ କହୁଛନ୍ତି। ମୁଁ ମରିବାକୁ ରେଡି, ପ୍ରସ୍ତୁତ। ଆଉ ତିମୋଥୀ ପତ୍ରିକାରେ ତ ଟୋଟାଲି ଡିଟେଲ କହିଲେ ପାଉଲ, ମୋର ପ୍ରସ୍ଥାନ କରିବାର ମହାପ୍ରୟାଣର ସମୟ ଉପସ୍ଥିତ। ଉତ୍ତମ ଯୁଦ୍ଧରେ ଯୁଦ୍ଧ କଲି, ଉତ୍ତମ ଦୌଡ଼ରେ ଦୌଡ଼ିଲି, ଆଉ ବିଶ୍ୱାସ ରକ୍ଷା କଲି। କୋଉଟା ରକ୍ଷା କଲେ? 10,000ଟା ଆତ୍ମା ଲାଭ କଲି ବୋଲି କହିଲେ କି? 1,000ଟା ମଣ୍ଡଳୀ ସ୍ଥାପନ କଲି ବୋଲି कहले कि? विश्व फाइनली हम कुछ कर सकते हैं तो एक ही कर सकते हैं, कीप योर फेथ। विश्वास हराई बार नहीं। विश्वास द्वारा पवित्रीकृत हेलु, विश्वास द्वारा धार्मिक गणित हेलु, विश्वास द्वारा परित्राण पाइलु, विश्वास द्वारा क्षमा पाइलु, विश्वास द्वारा प्रभुଙ୍କର संतान हेलु, विश्वास द्वारा तांकर सहित संपर्क हेलु रखिलु, विश्वास द्वारा हमर गोटे भरोसा अछि बोले आमे मानि नेलु। सब विश्वास रो इंग्रेडिएंट्स ओटा सब। विश्वास गोटे धरले सब थिबो। विश्वास हराइले धर्मच्युति बोली कहले। विश्वास हराइले परित्राण हराइबो, पवित्रता हराइबो, धार्मिकता हराइबो, संपर्क हराइबो, पुरस्कार बहुत गुड सब गला। विश्वास धरी रखिली। एंडिंग एंडिंग हमर शेष एमती थिबार अछि। हैं अब शेष बेले पवित्र साधु माने आसंतो हमर कबर को। प्रभुଙ୍କର अभिषिक्त लोक बारे दूर रे ठिया हला पर नथिबार अछि। आमको काहे आज्ञा बोलला पर दूर रे ठिया न थांतु आज्ञा। साधु मानकर सहभागिता माने कोन? साधु मानकर सहभागिता, फेलोशिप ऑफ सेंट्स। जानी पारले नहीं, जैसे नहीं, कोई भी चलेगा हमारे लिए। प्रेरित तो है कि आरंभ करी विषय है कि सारिबु की जीवन एमती न थाउ। बाइबल रे सेवक मानकर सबुठु उच्च पद काହାର कोटा? प्रेरित, तापरे भाववादी, तापरे सुसमाचार प्रचारक, पालक, शिक्षक, टॉप ऑफिस सेटा। बाकी बहुत प्रार्थनाकारी सेटा गोटे सेवा, विमेन मिनिस्ट्री, चिल्ड्रन मिनिस्ट्री, यूथ मिनिस्ट्री, ऑर्फनेज मिनिस्ट्री, सिंगिंग मिनिस्ट्री, वर्शिप मिनिस्ट्री, प्रेयर मिनिस्ट्री, प्रेयर टावर मिनिस्ट्री गुड़ा अच्छे। एटा सब सब कौन कहबे गोटे नॉर्मल लेवल रो कैटेगरी रो मिनिस्ट्रीज गुड़िक। हायर कैटेगरी रो मिनिस्ट्री पालक, शिक्षक, सुसमाचार प्रचारक, भाववाद ए मानकर हेड इज प्रेरित। नूतन जेरुसलेम रो भित्ति मूल रे प्रेरित मानकर नाम लिखा है। बिशप रेवरेंड मानकर नाम नहीं। कोटा थिला उच्च कोटा को केमिति आरंभ करू, केमिति शेष करूछु आज्ञा। हम्म हमर सेवा रे मु चाहे मु एक्चुअली मु पारली नहीं।
ମୁଁ ଭାବୁଥିଲି ଫ୍ୟୁଚର ଜେନେରେସନ ପାଇଁ, ଭବିଷ୍ୟତର ଅ, ପିଢି ପାଇଁ ଗୋଟେ 10-12ଟା ରାଜି ଡାଲ ମାନଙ୍କୁ ବନେଇକି ଛାଡିଥାନ୍ତି ପରି ଲାଗୁଥିଲା। ଏଇ ବାକ୍ୟ ପ୍ରଚାର କରିଥାନ୍ତେ, ଆଗମନ ପାଇଁ ପ୍ରସ୍ତୁତ କରିଥାନ୍ତେ, ଯୋଉଠି ଛିଡା ହେଲେ ମଧ୍ୟ ନିଆଁ ଜଳିଥାନ୍ତା, ଈଶ୍ୱରଙ୍କର ଭୟ ଆସିଥାନ୍ତା, ହୃଦୟ ଉତ୍ତପ୍ତ ହେଇଥାନ୍ତା। ଏମିତି ଗୋଟେ 10-12ଟା ରାଜି ଡାଲ ମୁଁ ତିଆରି କରିବଲ ନା ପାରିଲି ନାହିଁ। କିନ୍ତୁ ଆମକୁ ଯେ ତିଆରି କଲେ, ଓହ, ସେମାନଙ୍କ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆଉ ପ୍ରଭୁଙ୍କର ବି ଋଣୀ ଅଟେ। କାରଣ ସେଇପରି ସେବକ ମାନଙ୍କୁ ପରିଚୟ ମୁଁ ପାଇନଥାନ୍ତି, ମୁଁ ବି କହ ଗୋଟେ ଗାଁରେ ଗୋଟେ ଛୋଟ ମଣ୍ଡଲି କରିକି ଚଳେଇ ଦେଇଥାନ୍ତି ଆଜ୍ଞା। ସେଟା ବି ଏତେ ବଡ ପାପ ନୁହେଁ, ଠିକ। ଗୋଟେ ଛୋଟ ମଣ୍ଡଲି ଥାନ୍ତା, ଗୋଟେ 50-70 ବିଶ୍ୱାସୀ ଥାନ୍ତେ, ଛୋଟ ଟିଣ ଟିଣ ଘର, ଛୋଟ ଯାହାବି ମୋର ଔକାତକୁ ଛୋଟ ଛୋଟ ସେବା କଣ ଗୋଟେ ଥାନ୍ତା, ଗୋଟେ ଟିଣ କରିଥାନ୍ତି। ଆଉ ସେ ଟିଣ ଚର୍ଚ୍ଚର ପଛକାନି ଗୋଟେ 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 ଦିଟା ଟିଣ ପକାଇକି ଦିଟା ରୁମ କରିକି ତ ଆମେ ସେ ରହିକି ସେବା କରିଥାନ୍ତୁ, ମନା ନୁହେଁ। ସେତିକି ରେଞ୍ଜ ର, ସେତିକି ଲେଭେଲ ର ସେବା ହିଁ କମ ସେ କମ କରିଥାନ୍ତି। କିନ୍ତୁ କଣ ପ୍ରଭୁଙ୍କର ଯୋଜନା, ଏକ ହାୟର କଲିଂ ପାଇଁ ଡାକିଲେ, ଏକ ଉନ୍ନତ ଉଚ୍ଚ ଆହ୍ୱାନ ପ୍ରାପ୍ତ ଏଲି। ତ ଏଇ ରାଜୀବ କେମିତି ଏତେ ଉଚ୍ଚତମ ସେବା କରିପାରିବ? ଉଚ୍ଚ ଉନ୍ନତ ପ୍ରଭୁଙ୍କ ଦାସ ମାନଙ୍କ ସହିତ ମିଳନ କରାଇଲେ ହିଁ ହେବ ବୋଲି ଭାବିଲେ। ପ୍ରଭୁ ମିଳନ ହିଁ କରାଇବେ, ଆଉ କିଛି କରିବେ ନାହିଁ। ବାକିଟା ଆମର ନିଷ୍ପତ୍ତି ଉପରେ ରହିଲା। ଆଉ ପ୍ରେରିତ ମାନଙ୍କର ସହଭାଗିତା ପାଇଲି। କହିବା କଥା କୁଆଡେ ମାନେ, ଏମିତି ପ୍ରଭୁଙ୍କର ଅଭିଷିକ୍ତ ଉତ୍ତପ୍ତ ସେବକ ମାନଙ୍କୁ ତିଆରି କରିବାର ଅନୁଭୂତି ଆରମ୍ଭ ହେଇକି 15ଟା ରେଭରେଣ୍ଡ ମାନଙ୍କୁ ତିଆରି କରିବେ କି ଲାଷ୍ଟକୁ ଏମିତି ନ ହେଉ। This should not be the end for us. ଆତ୍ମାରେ ଆରମ୍ଭ କରି ଶାରୀରିକ ଭାବେ ନର୍ମାଲି ଅନ୍ୟମାନଙ୍କ ଭଳି ହେଉ କି, ଠିକ କି? ବିବେକ କେମିତି ଥିବ? ହଁ। ଯୋଉ ସେବା ସେବା ନାହିଁ ବୋଲି ଆମକୁ ଚେତନା ଦିଆ ହେଲା ହେଇଥିଲା, କହି ଆଜି ବି ଆନ୍ଧ୍ରାରେ ବି ଯୋଉଠି ମୁଁ ଟ୍ରେନିଂ ପାଇଲି, ସେମାନଙ୍କୁ ଦେଖିଲେ ସେଟା ହିଁ ଲାଗୁଛି। ଯେଉଁମାନଙ୍କ ଠାରୁ ମୁଁ ସେବା ଶିଖିଲି ଆଜି ଏଇ ପ୍ରଚାର, ଆପଣ ବିଶ୍ୱାସ କରିବେ ନାହିଁ, ଆମେ ଯେମିତି ଟିଏଲଟି ର ଫାଷ୍ଟିଂ ଫେଷ୍ଟିଭାଲ ଆୟୋଜନ କରୁ ଓଡିଶାରେ, ମୋର ପ୍ରଚାର ତ ଆପଣ ମାନେ ଶୁଣୁଛନ୍ତି ଜୁମ ରେ, ତ ମୁଁ ଫାଷ୍ଟିଂ ଫେଷ୍ଟିଭାଲ ଆୟୋଜନ କରିକି ସେଠି ବି ମୁଁ ପ୍ରଚାର କରିଲେ କେମିତି ଲାଗିବ? ବେଷ୍ଟ କି ନାହିଁ? ଏଇଭଳି ପ୍ରଚାର କରିପାରିବାର ସେବକ ମାନଙ୍କୁ ପାଇଲୁ ଆମେ, ଜିତୁ ଆଜ୍ଞା, ନିରଞ୍ଜନ ଆଜ୍ଞା। ସେଇ ଫାୟାର, ସେହି ଉଦ୍ଦେଶ୍ୟ, ଲକ୍ଷ୍ୟ ସେମ୍। ସେବା ଅଲଗା ଅଲଗା ହେଲେ ମଧ୍ୟ, କହିବାର ତରିକା ଅଲଗା ହେଲେ ମଧ୍ୟ, ଗୋଟେ ଦିଟା କନସେପ୍ଟ ଭିନ୍ନ ହେଲେ ମଧ୍ୟ ଲକ୍ଷ୍ୟ ସେମ୍। ପ୍ରଭୁଙ୍କ ପାଖରେ ଆମେ ପବିତ୍ର ଭାବରେ ଠିଆ ହେବାର ଅଛି। ସେ ଯେତେବେଳେ ବି ଆସନ୍ତୁ, ଡେରିରେ ଆସନ୍ତୁ କି ବିଳମ୍ବରେ ଆସନ୍ତୁ, ପବିତ୍ର ଜୀବନ, ଧାର୍ମିକ ଜୀବନ, ବିଶ୍ୱସ୍ତ ଜୀବନ, ନ୍ୟାଯ୍ୟବାନ ଜୀବନ, ପ୍ରଭୁଙ୍କର ପ୍ରିୟ ପାତ୍ର ଜୀବନ, ଏଇଟା ଆମ ତିନି ଜଣଙ୍କର ଆଗ ପଛ କରିଦେଲେ ମଧ୍ୟ ଲକ୍ଷ୍ୟ ସେମ୍, ତରିକା ଅଲଗା ଥାଇପାରେ, ଗାଡି ଅଲଗା ଅଲଗା ଥାଇପାରେ, ରାସ୍ତା ସେମ୍, ଲକ୍ଷ୍ୟ ସେମ୍। କିନ୍ତୁ ଆନ୍ଧ୍ରରେ ସେମିତି ଫାଷ୍ଟିଂ ଫେଷ୍ଟିଭାଲ କରିବା ପାଇଁ ଇଚ୍ଛା କରୁଛି, କିନ୍ତୁ ପାରୁନାହିଁ। କାହିଁକି? ଆହୁରି କମ ଖର୍ଚ୍ଚରେ ହେବ, କାରଣ ଏତେ ଲୋକ ନାହାନ୍ତି ତେଲୁଗୁରେ।
କମ ସେ କମ 100 ଜଣଙ୍କୁ ଧରିକି କରିବି ବୋଲି ଟ୍ରାଏ କରୁଛି, କିନ୍ତୁ ନା, କାହିଁକି ମାନେ ଫର୍ଷ୍ଟ ରିଜନ ଇଜ ସେଇଠି ଗଲା ପରେ ମୁଁ ହିଁ ପ୍ରଚାର କରିବାର ଅଛି। ଆଉ କାହାକୁ ଡାକିବି ବୋଲଲେ ବି ଏମିତି ଟାଇପ ର ଲକ୍ଷ୍ୟରେ ଥିବ ସେବକ ମାନଙ୍କୁ ପାଉନି ଏଠି ମୁଁ। ହ୍ୱାଇଟ୍ ଡ୍ରେସ୍ ବାଲା ମିଳିଯାଉଛନ୍ତି କିନ୍ତୁ ଲକ୍ଷ୍ୟ ବାଲା ମିଳୁନାହାନ୍ତି। ହ୍ୱାଇଟ୍ ଡ୍ରେସ୍ ରେ ଥାଇକି ଅବିବାହିତ ମ୍ୟାରେଜରେ ବି ନ କରିକି ନିଜକୁ ଉତ୍ସର୍ଗ କରିକି ବି ଆଗମନର ପ୍ରସ୍ତୁତିକରଣର ଲକ୍ଷ୍ୟରେ ନାହାନ୍ତି ସେମାନେ। ମୁଁ କୋଉଠୁ ଶିଖିଛି ସେମାନଙ୍କ ପାଖରୁ ହିଁ ଶିଖିଛି, ମାନେ ସେମାନଙ୍କର ଗୁରୁ ମାନଙ୍କ ଠାରୁ। ଆମେ ସେ ଗୁରୁ ମାନ ତ ନାହାନ୍ତି, ଚାଲିଗଲେ, ବାକି ଲୋକ ରହିଗଲେ। ମୁଁ ସେଇଟା ଦେଖେ, ଆମେ ଦୂରରେ ଥାଇକି ଜଣକୁ ଗୁରୁ ମାନିକି ଆମେ ଏପର୍ଯ୍ୟନ୍ତ ଏମିତି ଚାଲିଲୁ, ତୁମେ ସେ ଗୁରୁଙ୍କର ପାଖରେ ଥାଇକି କିଛି ଶିଖି ପାରିଲ ନାହିଁ, କିଛି ନାହିଁ। ଖାଲି ସେ ଗୁରୁଙ୍କର ସ୍ୱର କପି କଲେ, ସେ ଷ୍ଟାଇଲ ମ୍ୟାନରିଜିମ ବଡି ଲାଙ୍ଗୁଏଜ କପି କଲେ, ହେଁ ଚର୍ଚ୍ଚ ର ଡିଜାଇନ କପି କଲେ, ଏଇ ସବୁ କପି। ଆମର ଗୁରୁଙ୍କ ପରେ ଗୋଟେ ଜମି ଥିବାର ଅଛି, ଚର୍ଚ୍ଚ ଗୋଟେ କରିବାର ଅଛି, ଚର୍ଚ୍ଚର ଡିଜାଇନ ଏମିତି ଥିବାର ଅଛି, ଆଉ କଷ୍ଟଲି ସାଉଣ୍ଡ ପିଏ ସିଷ୍ଟମ ଗୋଟେ ଲଗାଇବାର ଅଛି, ହ୍ୱାଇଟ୍ ଡ୍ରେସ୍ ପିନ୍ଧିବାର ଅଛି, 200 ଚାଞ୍ଚି ଦେଇକି ଟୋଟାଲି। ଏତିକି ଏକା, ଏତିକି ତ। अंदर का क्यों नहीं कॉपी क्यों नहीं किया? बाहर का सब कॉपी कर दिया। प्रेरितों, प्रेरितों को सेवा, अपोस्टलिक, क्या जमी चर्च साउंड सिस्टम और ड्रेस, अंदर कुछ नहीं। देखो तो आगे जमी थिला टीपीएम भी ना, किछि नहीं। होली स्पिरिट छाड़ी देले बोल कहले विश्वास करिबा କଥା। ସେଇ ଆଶୀର୍ବାଦ ବଡ ବଡ ଲକ୍ଷ ଜଣ ଥିଲେ କିଏ ସଭାରେ ମାର୍ଚ୍ଚରେ, ହ୍ୱାଇଟ୍ ଡ୍ରେସ୍ ପିନ୍ଧିକି କହୁଛନ୍ତି ଗୋଟେ ନୂଆ ସରକାର ପ୍ରଭୁ ଆମକୁ ଦେବାକୁ ଯାଉଛନ୍ତି। ପ୍ରଭୁ ଆମକୁ ଦେଖାଇଲେ କୁଆଡେ ସରକାର ଘୁଞ୍ଚିଲା ତ ନାହିଁ ଆଉ। ଏମାନଙ୍କର ପ୍ରାର୍ଥନାରେ ବି ଦମ ନାହିଁ ବୋଲି ଜଣା ପଡିଗଲା କି ନାହିଁ। प्रॉब्लम कोड माने एबे पर्यंत मानिबाकू नाराज। कुछ तो गड़बड़ हो गया हमारे से, काहे कि प्रभु प्रार्थना शुणु नांती, नाଇଁ ନିଜକୁ ସଂଶୋଧନ କରିବ କାହିଁକି ପ୍ରଭୁ କଣ ପାଇଁ ବୋଲି ମାନିବାକୁ ଆଉ ମନ ଆସୁନି, କାରଣ ଫାଇନାନ୍ସିଆଲି ବହୁତ ଷ୍ଟ୍ରଙ୍ଗ ହେଇଗଲେ ଆଗ ଅପେକ୍ଷା। ତେଣୁକରି ଭାବୁଛନ୍ତି ପଇସା ପ୍ରଭୁ ଦେଉଛନ୍ତି, ତେଣୁକରି ପ୍ରଭୁ ଆମର ସପକ୍ଷରେ ଅଛନ୍ତି। ପଇସା ଦେଖିକି କି ଫାଇନାନ୍ସିଆଲି ଷ୍ଟ୍ରଙ୍ଗ ହେଇଗଲ, ତେଣୁକରି ଆତ୍ମିକ ଭାବରେ ଭଲରେ ଅଛ ବୋଲି କେବେ ଭାବନ୍ତୁ ନାହିଁ। ମୁଁ ଏବେ ବି କହେ, ଆଗେ ଯୋଉ କୁଡିଆ ଚର୍ଚ୍ଚ ଘର ଥିଲା ଆମର, ସେତେବେଳେ ଯୋଉ ଆତ୍ମିକତା ଦେଖିଛି, ଏବେ ଆମର ଗାଁ ବେହେରାଗୁଡା ସବୁ ଜାଗାରେ ଟିଣ ଘର ହେଲା ପରେ ସେଇ ସେଇ ଏକ୍ସପିରିଏନ୍ସ ନାହିଁ କା, ଜାଣିଛି। ଜେନେରେସନ ଚେଞ୍ଜ ହେଇଗଲା, ପିଢି ଚେଞ୍ଜ ହେଇଗଲା ପରେ ପୁରୁଣା ଜେନେରେସନ ସବୁ ଭଲ ଥିଲେ, ଏବେ ନୂଆ ଜେନେରେସନ ମଡର୍ନ ହେଇଗଲେ, ମଡିଫାଇ ହେଇଗଲେ ଟୋଟାଲି। ସତରେ ଆପଣ ବି ଦେଖନ୍ତୁ ତ ଆପଣଙ୍କର ଆଗ ଘର କେମିତି ଥିଲା, ଆଗେ କେମିତି ଫାଇନାନ୍ସିଆଲ କଣ୍ଡିସନ ଥିଲା। ଫାଇନାନ୍ସିଆଲି ୱିକ୍ ଥିଲା ବେଳେ ହିଁ ଷ୍ଟ୍ରଙ୍ଗ ଥିଲୁ ସ୍ପିରିଚୁଆଲି। ଏବେ ଧୀରେ ଧୀରେ ଫାଇନାନ୍ସିଆଲି ଯେତେବେଳେ ବଢି ଯାଉଛୁ, ଆର୍ଥିକ ଭାବରେ ଷ୍ଟ୍ରଙ୍ଗ ହେଇଯାଉଛୁ, ଗାଡି ଫାଡି ଚାଟା ଆସିଲା ପରଠୁ ଆହୁ ଆମମାନଙ୍କର ଆତ୍ମିକତା ସେ ଲେଭେଲକୁ ଦେଖୁଛି। ଆମର ଘରର, ଆମର ଗାଡିର, ଆମର ଜବ ର ଲେଭେଲ ର ଚର୍ଚ୍ଚ ଘର ଖୋଜୁଛନ୍ତି, ଚର୍ଚ୍ଚ ଖୋଜନ୍ତି ଲୋକମାନେ। ଆମର ଲେଭେଲ ର ବକ୍ତା ମାନଙ୍କୁ ଖୋଜନ୍ତି, ନାଇଁ କି? ଆଉ ଆମେ କାମ ଦେବୁନି ଧୀରେ ଧୀରେ। ଆଉ ଆଗ ଭଳି ଆମର ମୋର ବାକ୍ୟକୁ ପସନ୍ଦ ନ କରିବା ଲୋକ ବି ଅଛନ୍ତି। ଆଗେ ମରି ଯାଉଥିଲେ ରାଜୀ ଭାଇଙ୍କର ବାକ୍ୟକୁ, ଏବେ ଏବେ ନାହିଁ। ଏବେ ଏଟା ପୁରା ନର୍ମାଲ ଲାଗୁଛି, ଫାଲତୁ ଲାଗୁଛି ବେଶୀ କଥା କହିଲେ। ବଡ ବଡ ବକ୍ତା ଦରକାର, ଷ୍ଟାଇଲ ବାଲା ବକ୍ତା ଦରକାର। ପାର୍ଟିରେ କିଛି ନଥିବ ସେମାନଙ୍କର, ତଥାପି ସାଟିସ୍ଫାକ୍ସନ ହମାरे लेवल का है बोल। କୋଉଠି ଆରମ୍ଭ କଲୁ କୋଉଠି ସାରୁଛୁ ଆଜ୍ଞା, ଦେଖ ପରା।
କଣ ଦେଖିଲୁ ହେବ୍ରିରେ? 3:11 ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ କି ସେମାନେ ଆମର ବିଶ୍ରାମରେ ପ୍ରବେଶ କରିବେ ନାହିଁ। କ୍यों? ଆମର କର୍ମ ଦେଖିଲେ, ଆମର ମାର୍ଗ ଦେଖିଲେ ନାହିଁ ଏମାନେ। ଦେଖ ଗୀତ ସଂହିତା 103 ସାରିବା। ଓ ଜଣେ ପ୍ରଭୁଙ୍କର ଦାସ ଜଣେ ହାଇଦ୍ରାବାଦରେ ସେଇ ବାକ୍ୟ ଉପରେ ପ୍ରଚାର କଲେ ଆଜ୍ଞା, ଆଜି ପର୍ଯ୍ୟନ୍ତ ମୋର ହାର୍ଟରେ ପ୍ରିଣ୍ଟ ସେଟା। ଏମିତି ସେବକ ମାନେ ମିଳୁନାହାନ୍ତି, ସଲିଡ ସେବକ ମାନେ। 103 7। ସେ ମୋସାଙ୍କୁ ଆପଣା ପଥ ଓ ଇସ୍ରାଏଲ ସନ୍ତାନଗଣକୁ ଆପଣା କ୍ରିୟା ସବୁ ଜଣାଇଲେ। बस 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 ସଦା बस ନା, କମ୍ପାରିଜନ ଦେଖ, ଟାଲି କରିକି ଦେଖ, ଦିଟା କଣ ଅଲଗା ଅଲଗା। ସେ ମୂଷାଙ୍କୁ ଆପଣ ପଥ ଦେଖାଇଲେ, ଜଣାଇଲେ, ଆଉ ଇସ୍ରାଏଲ ସନ୍ତାନ ଗଣକୁ ଆପଣ କ୍ରିୟା ସବୁ ଦେଖାଇଲେ, ଜଣାଇଲେ। ମୁଁ ପଢି ଦେଖନ୍ତୁ କଣ ଇସ୍ରାଏଲ, କଣ ଇସ୍ରାଏଲ କେବଳ କଣ ଦରକାର ଏମାନଙ୍କୁ? କ୍ରିୟା ଦରକାର। ପ୍ରଭୁ ଖାଇବାକୁ ଦେଲେ ନା ନାହିଁ, ପିଇବାକୁ ଦେଲେ ନା ନାହିଁ, ଛାଇ ଦେଲେ ନା ନାହିଁ, ଲାଇଟିଂ ଦେଲେ ନା ନାହିଁ, ଆମର ଶତ୍ରୁ ମାନଙ୍କୁ ଡରାଉଛନ୍ତି, ଶତ୍ରୁ ମାନଙ୍କୁ ମାରିଲେ ନା ନାହିଁ, ପ୍ରଭୁଙ୍କର କର୍ମ କାର୍ଯ୍ୟ ସବୁ ଦରକାର। ଏମାନେ ସେତିକି, ମୋ ସାଙ୍ଗ କଣ ଦରକାର? ଆଜି ଏଠି ବସିଛୁ, କାଲି କୋ ବାଟ ଯିବାର, ପ୍ରଭୁ କାଲିର ଜର୍ଣ୍ଣି କେମିତି? ଶାନ୍ତିରେ ନଥିଲେ ମୂଷା, ମାନେ ଖାଇ ପିଇ ମଜ ମସ୍ତି ଲୋକ ସମୂହ ଇସ୍ରାଏଲ। ମୂଷା ପ୍ରଭୁଙ୍କର ପ୍ରଭୁଙ୍କ ଗୋଡ ପାଖରେ ଯାଏ, ପ୍ରଭୁ କେବେ ପହଞ୍ଚିବୁ, ଆଉ କେତେ ଦୂର, କୋ ବାଟ ପ୍ରଭୁ, ଏତେ ଜଣକୁ ନେବାର ଅଛି ପ୍ରଭୁ, ପହଞ୍ଚାଇ ପାରିବି ତ? ମୂଷାଙ୍କୁ ପଥ ଦରକାର ଥିଲା, ସେ ପଥ ଦେଖାଇଲେ ମୂଷାଙ୍କୁ। ଏମାନଙ୍କୁ କାର୍ଯ୍ୟ ଦରକାର, ମିରାକଲ୍ସ ଦରକାର ଥିଲା, ମିରାକଲ ପାଇଲେ ଏମାନେ। Nobody cared for the path except Moses। କୋଉ ରାସ୍ତାରେ ଯିବାର, କେମିତି ହେଇକିରି କିଣାଣ ପହଞ୍ଚିବାର, ଏଇ ସବୁ ଟେନସନ ମୂଷାଙ୍କର ଥିଲା। ଖାଇବ, ଖାଇଲୁ କି ନାଇଁ, ନାଇଁ ପିଇଲୁ ନା ନାଇଁ, କଣ କହିଲେ ପ୍ରଭୁ? ଶେଷ ଯୁଗରେ ପ୍ରଭୁଙ୍କର ଆଗମନ ସମୟରେ ଲୋକମାନେ କେମିତି ଥିବେ? ଖାଇବାରେ, ପିଇବାରେ, ବିବାହ ହେବାରେ, ଘର ବନାଇବାରେ ବ୍ୟସ୍ତ। ମାନେ ଏଇଟା ସେ ଆଜିର ଖ୍ରୀଷ୍ଟିଆନ ମାନେ ଏଇଟା। ଏମାନଙ୍କ ଖାଇବାକୁ ଦରକାର, ପିଇବାକୁ ଦରକାର, ମ୍ୟାରେଜ ଦରକାର, ଘର ଦରକାର, ଆଗମନ ପାଇଁ ପ୍ରସ୍ତୁତିକରଣ ଦରକାର ନାହିଁ ଏମାନଙ୍କୁ। ଏମାନେ ଯିବେ କି ଆଗମନରେ? ୱିଥାଉଟ୍ ପ୍ରିପାରେସନ, ପ୍ରସ୍ତୁତ ନ ହେଇକି, ଭାଗ୍ୟରେ ଲେଖା ଥିଲେ ଯିବୁ ବୋଲିଲା ପରେ ନାହିଁ ଏଟା। ୟୁ ନିଡ୍ ପ୍ରିପାରେସନ। ଇଟ୍ ୱିଲ୍ ନଟ୍ that you can go by luck। हैं, ଲକି ଲକ୍ ନାହିଁ ଏଠି। ଭାଗ୍ୟ ଭଲ ଥିଲେ ଯିବା ପୁଣି, ପ୍ରସ୍ତୁତ ଲୋକମାନେ ଯିବେ। ଓ ଖାଇବା, ପିଇବା, ବୁଲିବା, ବଞ୍ଚିବା, ବିବାହ ହେବା, ଛୁଆ ଜନ୍ମ କରିବା, କଲେଜରେ ସିଟ୍ କରିବା, ଜବ ଗୋଟେ ପାଇବା, ଘର ଗୋଟେ ବନାଇବା, ଇନ୍ସୁରାନ୍ସ ବାନ୍ଧିବା, ଏଇ ଟେନସନରେ ଥିବା ଲୋକମାନେ ପ୍ରସ୍ତୁତିକରଣର ଲାଇନରେ ନାହାନ୍ତି। ଏମାନଙ୍କୁ ସେଇଟା ହିଁ ଦରକାର। ଓ ବାକି ଲୋକମାନଙ୍କୁ ପଥ ଦରକାର, କେତେବେଳେ ଯାଇକି ପହଞ୍ଚିବୁ ବୋଲି। ସତରେ ଯଦି ପରିତ୍ରାଣ ପାଇଛୁ, आत्मा आरंभ करिबु, आत्मिक भाव सारिबु ए जीवन यात्रा। जहां से शुरू किया वहां से खत्म होना है, वहीं पे खत्म होना है। चक्षु बंद कर प्रार्थना करिबा। प्रेज द लॉर्ड, हालेलुया।
ଦୁଇ ଦିନର ସୁଖେ ଦେଖି ଛାଡ଼ିଦେଲେ ଯୀଶୁକେ। ଦୁଇ ଦିନର ସୁଖେ ଦେଖି ଛାଡ଼ିଦେଲେ ଯୀଶୁକେ। ମଝି ବାଟେ ତୁଇରେ ହେବୁ ହରବାର। ଝର ଝର ଝରିଲାଣି ରକ୍ତର ଧାର। କ୍ରୁଶ କାଠେ ଝୁଲିଲାଣି ଗାଗର ଯୀଶୁର। ଗୀତ ପ୍ରଥମ ଥର ଯେତେବେଳେ ଶୁଣିଥିଲି, ସେ ଗୋଟେ ଲାଇନ ମତେ ବହୁତ ଆଘାତ ଦେଲା କି ଦୁଇ ଦିନର ସୁଖ ପାଇଁ ତୁମେ ଯୀଶୁଙ୍କୁ ବିକିଦେଲେ ମଝି ବାଟରେ ହରବର ହେଇଯିବ ଜୀବନ ସାରା। ଶାନ୍ତିରେ ଶେଷ ହେବନି ଲାଇଫ। କୋଟା ପାଇଁ ଦୁଇ ଦିନର ସୁଖ ପାଇଁ, ଦିଟା ଗାଡି ପାଇଁ, ଚାରିଟା ପଇସା ପାଇଁ ପ୍ରେରିତିକ ସେବା କାର୍ଯ୍ୟ, ପ୍ରେରିତିକ ସହଭାଗିତା, ପ୍ରେରିତିକ ଶିକ୍ଷା ହରାଇବାଟା ଇଜ ଗ୍ରେଟ ଅଫେନ୍ସ ବ୍ରଦର ସିଷ୍ଟର। ठीक नहीं था वो। There is nothing worth in the world that you can make a business out of Christ। जिसु को बिकिकी पाई पारिबारो एते मूल्यवान जिनस किछ नहीं आज्ञा जगत रे। जिसु को बिकी, जिसु को आपण माने सौदा करिला परी, सत्यता को सौदा करिबा पय बिजनेस रे आपण माने सौदा करिया पय, बार्गेन करिया पय, बिजनेस करिया पय ଯୀଶୁଙ୍କୁ ବିକି ଦେଲା ପରେ ଏତେ ମୂଲ୍ୟବାନ ଜିନିଷ କୋଉଟା ଅଛି ଜଗତରେ କି ନାଇଁ। ଦୁନିଆ ବିକିକି ଯୀଶୁଙ୍କୁ କିଣିବାର ଆଜ୍ଞା, ଯୀଶୁଙ୍କୁ ପାଇବାର ମିନ୍ସ ତାଙ୍କ ପାଇଁ ଯାହାକୁ ବି ହେଲେ ଛାଡିଦେବାର। ଯୀଶୁଙ୍କୁ ପାଇଲେ ବୋଲି ଘର ଛାଡି ଦେଇଥିବା ମା ବାପା ମାନେ ଅଛନ୍ତି, ଜାଣିଛନ୍ତି କି ନାଇଁ? ପୁଅ ଝିଅ ମାନେ ଅଛନ୍ତି। ଯୀଶୁଙ୍କୁ ପାଇଲେ ବୋଲି ସ୍ୱାମୀକୁ ଛାଡି ଦେଇକି ପଳେଇ ଆସିଥିବା ସ୍ତ୍ରୀ ମାନେ ଅଛନ୍ତି ଗୋଟେ ଆଡେ। ଯୀଶୁକୁ ପାଇକି ପରିବାର ଛାଡିକି ପଳେଇ ଆସିଥିବା ସ୍ୱାମୀ ମାନେ ଅଛନ୍ତି ଗୋଟେ ଆଡେ। ଯୀଶୁଙ୍କୁ ପାଇଛି ଘରେ ମାନୁନାହାନ୍ତି ବୋଲି ମା ବାପାଙ୍କୁ ଛାଡି ଦେଇଥିବା ପୁଅ ଝିଅ ମାନେ ଅଛନ୍ତି, ଖଟୁଛନ୍ତି ଦୁନିଆରେ କିନ୍ତୁ ଯୀଶୁଙ୍କୁ ଛାଡି ନାହାନ୍ତି। ସେମାନେ ବୁଝିଲେ ମୂଲ୍ୟ ଯୀଶୁଙ୍କର। ସେମାନେ ବୁଝିଲେ ଆଜ୍ଞା, ସେବାର ମୂଲ୍ୟ ଦେଖିକି ଚାକିରି ଛାଡିକି ଆସିଥିବା ଲୋକ ଅଛନ୍ତି ଆଜ୍ଞା। କୋଲ ମାଇନ୍ସ କମ୍ପାନୀରେ ଜବ୍ କରୁଥିବା ପ୍ରଭୁଙ୍କ ଦାସ ମାନେ, ବହୁତ ଜବ୍ କରୁଥିବା ଲୋକମାନେ ରିଜାଇନ କରିକି ଆଜି ସେବାରେ ଅଛନ୍ତି ବହୁତ ଜଣ। ମୋ ଭଳି ସପ୍ତମ ପଢିଥିବା ଲୋକ ଅପେକ୍ଷା ବହୁତ ବଡ ନେଇକି ସେମାନେ କାମ କରି, ଜବ୍ କରି ଭଲ ଦରମା ପାଉଥିବା ଲୋକମାନେ ବି ରିଜାଇନ କରିଦେଲେ କୋଟା ପାଇଁ? 60-70ଟା ବିଶ୍ୱାସୀ ମାନେ ଦେବେ ଚାନ୍ଦା ପାଇଁ। ମୂଲ୍ୟ ଜାଣି ପାରିଲେନି ଆଜ୍ଞା। ଆଉ ମତେ ଉଲ୍ଟା ପଚାରିବି, ଚାକିରି କରିକି ସେବା କଲେ ହବନି କି? ଆଜ୍ଞା କର, କିଏ ମନା କରଲା ଯେ? ଦମ ଥିବା ଦରକାର ଆଜ୍ଞା। ୟୁ ନିଡ୍ ଗଟ୍ସ ଟୁ ସାକ୍ରିଫାଇସ୍ ଫର ଦ ଲର୍ଡ। ପ୍ରଭୁଙ୍କ ପାଇଁ ଦୁନିଆ ଛାଡି ପାରିବାର ଦମ ଥିବାର ସେତିକି ନାହିଁ ଯେ ଆଜିକାଲି। ପ୍ରଭୁଙ୍କୁ ସେବା ଛାଡିକି ଜବ୍ ପାଇବା ଲୋକ ଅଛନ୍ତି ନା, ଜାଣିଛନ୍ତି ନା? ଜଣକୁ ବିଷୟରେ ପଚାରୁଥିଲି ମୁଁ, ଆମର ସୁଜିତ ଭାଇଙ୍କୁ। ଲୋକ କଣ କଣ କରୁଛି ବୋଲେ, ନାଇଁ ସେ ଗୋଟେ ଜବ୍ ପାଇଲା କରୁଛି। ଆରେ ସେ ପୁରା ଚର୍ଚ୍ଚ ବାନ୍ ଥିଲା ମଝିରେ, ଆମକୁ ଥଟ୍ଟା କରୁଥିଲା, ତମର ଚର୍ଚ୍ଚ ହେଇନି, ଆମର ତ ହେଇଗଲା। ଆମକୁ ଗାଁରେ ଚର୍ଚ୍ଚ କରୁଛି, ଆମକୁ ଗାଁରେ ବି ଚର୍ଚ୍ଚ କରୁଛି, 3-4ଟା ଚର୍ଚ୍ଚ କରିକି ଆଜି ଜବ୍ କରୁଛି। ପୁଣି ଦେଖ କେମିତି ଆରମ୍ଭ କଲ, କେମିତି ଶେଷ କରୁଛ। ମଝି ବାଟରେ ଜୀବନ ହରବର ହେଇଗଲା ନାଇଁ କି? ବ୍ୟସ୍ତ ଜୀବନ
गड़बड़ हो गई गला। विश्राम रे प्रवेश करिवे नहीं एमाने।